ଭୋକେଶନାଲ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ। ଆଚ୍ଛା, କେବେ ଏମିତି ହେଇଛି କି ଆମ ପାଖରେ ବହୁତ ଜରୁରୀ ଡାଟା ଅଛି କିନ୍ତୁ ଯେତେବେଳେ ତାକୁ ଦେଖେଇବାର ପାଳି ଆସୁଛି ସେଟା କେବଳ କିଛି ସଂଖ୍ୟା ଆଉ ଶବ୍ଦର ଗୋଟେ ଅସଜଡ଼ା ଲିଷ୍ଟ ଭଳି ଲାଗୁଛି? ତେବେ ଆଜି ଆମେ ଲିବ୍ରେ ଅଫିସ୍ ବେସ୍ର ଠିକ୍ ସେହି ସମସ୍ୟାର ସମାଧାନ କରିବାକୁ ଯାଉଛି। ଆମେ ଶିଖିବା ଯେ କେମିତି ସେହି କଞ୍ଚା ତଥ୍ୟକୁ ଗୋଟେ ସୁନ୍ଦର, ସ୍ପଷ୍ଟ ଆଉ ପ୍ରଭାବଶାଳୀ ଡାଟାବେସ୍ ରିପୋର୍ଟରେ ବଦଲେଇ ହେବ। ଜାଣିଛନ୍ତି, ଏଇଟା କେବଳ ଡାଟା ଦେଖେଇବା ନୁହେଁ, ଏଇଟା ହେଉଛି ଡାଟା ମାଧ୍ୟମରେ ଗୋଟେ କାହାଣୀ କହିବାର କଲା। ଏଇଟା ହିଁ ହେଉଛି ଆମର ଆଜିର ମୂଳ ପ୍ରଶ୍ନ। ଆମେ ଯେତେବେଳେ ଗୋଟେ କ୍ୱେରି ଚଲାଉଛୁ, ଆମକୁ ଡାଟା ତ ମିଳିଯାଉଛି, କିନ୍ତୁ ସେଟା କେମିତି ଥାଏ? କେବଳ କିଛି ଧାଡ଼ି ଆଉ କଲମ ଆକାରରେ? ହଁ, ଆମ କାମ ପାଇଁ ତ ଚଳିଯିବ, କିନ୍ତୁ ଭାବନ୍ତୁ ତ, ଯେତେବେଳେ ଗୋଟେ ମିଟିଂରେ ସେଇଟା ଦେଖେଇବାର ଅଛି କିମ୍ବା କାହାକୁ ବୁଝେଇବାର ଅଛି, ସେତେବେଳେ ସେଇଟା ବିଲକୁଲ ବି ପ୍ରଭାବଶାଳୀ ଲାଗେନି। ତେବେ ପ୍ରଶ୍ନ ହେଉଛି, ଏହି କଞ୍ଚା ତଥ୍ୟକୁ ଗୋଟେ ପ୍ରଫେସନାଲ, ସୁନ୍ଦର ଆଉ ସହଜରେ ବୁଝିହେଲା ଭଳି ଡକ୍ୟୁମେଣ୍ଟାରୀ କେମିତି ବଦଳେଇବା? ତେବେ ଚାଲନ୍ତୁ ଏହି ଯାତ୍ରା ଆରମ୍ଭ କରିବା ଆଉ ଏହାର ପ୍ରତିଟି ପାଦକୁ ଭଲ ଭାବରେ ବୁଝିବା। ଆଜିର ଆଲୋଚନାକୁ ସହଜ କରିବା ପାଇଁ ଆମେ ଏହାକୁ 5ଟା ସ୍ପଷ୍ଟ ଭାଗରେ ବାଣ୍ଟି ଦେଇଛେ। ପ୍ରଥମେ ଆମେ ବୁଝିବା ରିପୋର୍ଟ ପ୍ରକୃତରେ କ'ଣ ଆଉ ଏହାର ଦରକାର କାହିଁକି ପଡ଼େ। ତାପରେ ଫର୍ମ ଆଉ ରିପୋର୍ଟ ଭିତରେ ଥିବା ସବୁଠୁ ବଡ଼ ଫରକଟାକୁ ଦେଖିବା। ଏହାପରେ ଆମେ ରିପୋର୍ଟ ତିଆରି କରିବାର ପୁରା ପ୍ରକ୍ରିୟାକୁ ଷ୍ଟେପ୍ ବାଇ ଷ୍ଟେପ୍ ଶିଖିବା। ସେ ରିପୋର୍ଟକୁ କେମିତି ଆହୁରି ସୁନ୍ଦର କରାଯାଇପାରିବ ସେଟା ଜାଣିବା ଆଉ ଶେଷରେ ସବୁକିଛିର ଗୋଟେ ସାରାଂଶ ବାହାର କରିବା। ଏହି ରୋଡମ୍ୟାପ୍ ଆମକୁ ବିଷୟଟାକୁ ପୂରାପୂରି ବୁଝିବାରେ ସାହାଯ୍ୟ କରିବ। ତେବେ ଚାଲନ୍ତୁ ପ୍ରଥମ ପାହାଚରୁ ହିଁ ଆରମ୍ଭ କରିବା। ଠିକ୍ ଅଛି, ତେବେ ଆମ ଯାତ୍ରାର ପ୍ରଥମ ପର୍ଯ୍ୟାୟକୁ ଆସିଯିବା। ଦେଖନ୍ତୁ, କୌଣସି ଜିନିଷକୁ ବ୍ୟବହାର କରିବା ଆଗରୁ ସେଟା ପ୍ରକୃତରେ କ'ଣ ଆଉ ତାର ଉଦ୍ଦେଶ୍ୟ କ'ଣ ସେଟା ବୁଝିବା ନିହାତି ଜରୁରୀ। କାରଣ ଥରେ ଆମେ କାହିଁକି ବୁଝିଗଲେ ନା କେମିତିଟା ବହୁତ ସହଜ ହୋଇଯାଏ। ତେବେ ଚାଲନ୍ତୁ ରିପୋର୍ଟର ମୂଳଦୁଆକୁ ଭଲ ଭାବେ ବୁଝିବା। ଯଦି ସରଳ ଭାଷାରେ କହିବା, ରିପୋର୍ଟ ହେଉଛି ଡାଟାବେସ୍ର ଗୋଟେ ମୁଖ୍ୟ ଅଂଶ ବା ଅବଜେକ୍ଟ, ଠିକ୍ ଯେମିତି ଟେବୁଲ, କ୍ୱେରି ଆଉ ଫର୍ମ। ପ୍ରତ୍ୟେକ ଅବଜେକ୍ଟର ଗୋଟେ ନିର୍ଦ୍ଦିଷ୍ଟ କାମ ଥାଏ। ରିପୋର୍ଟର କାମ ସମ୍ପୂର୍ଣ୍ଣ ଅଲଗା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଡାଟା ଭରିବା ନୁହେଁ, ବରଂ ଆଗରୁ ଥିବା ଡାଟାକୁ ଗୋଟେ ସୁସଜ୍ଜିତ, ବୁଝିହେଲା ଭଳି ଆଉ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନା କରିବା। ଏହା ଆମ ଡାଟାକୁ ଗୋଟେ ସାଧାରଣ ଲିଷ୍ଟରୁ ଗୋଟେ ପ୍ରଫେସନାଲ ଡକ୍ୟୁମେଣ୍ଟରେ ପରିଣତ କରିଦିଏ, ଯାହା ଆମ କାମର ବିଶ୍ୱସନୀୟତା ବଢ଼େଇଥାଏ। ଏଇଠି ହିଁ ପ୍ରକୃତ ସମସ୍ୟାଟା ଲୁଚି ରହିଛି। ଯେତେବେଳେ ଆମେ ଗୋଟେ କ୍ୱେରିରୁ ଡାଟା ପାଉ, ସେଟା ଦେଖିବାକୁ କେବଳ ଧାଡ଼ି ଆଉ କଲମର ଗୋଟେ ଲିଷ୍ଟ। ଏଥିରୁ ତଥ୍ୟ ତ ମିଳିଯାଏ, କିନ୍ତୁ ଏହା ଦେଖିବାକୁ ଭଲ ଲାଗେନି କିମ୍ବା ଏଥିରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ସହଜରେ ବାହାର କରି ହୁଏ ନାହିଁ। ଗୋଟେ ବଡ଼ ରିପୋର୍ଟ କିମ୍ବା ପ୍ରେଜେଣ୍ଟେସନ ପାଇଁ ଏହା ଆଦୌ ଉପଯୁକ୍ତ ନୁହେଁ। ରିପୋର୍ଟ ହିଁ ଏହି ଅସଜଡ଼ା ଡାଟାକୁ ଗୋଟେ ସଜଡ଼ା, ସୁନ୍ଦର ଡକ୍ୟୁମେଣ୍ଟରେ ପରିଣତ କରିବାର ଯାଦୁକରୀ କାମ କରିଥାଏ। ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବା ଦରକାର, ରିପୋର୍ଟ କେବେ ବି ଶୂନ୍ୟରୁ ତିଆରି ହୋଇନି। ଏହା ସବୁବେଳେ ଆଗରୁ ଥିବା ଡାଟା ଉପରେ ହିଁ ନିର୍ଭର କରେ। ଏହାର ଉତ୍ସ ଗୋଟିଏ ସିଙ୍ଗଲ ଟେବୁଲ ହୋଇପାରେ, କିମ୍ବା ଯଦି ଆମକୁ ଆହୁରି ଜଟିଳ ରିପୋର୍ଟ ଦରକାର, ତେବେ ଆମେ ଏକାଧିକ ଟେବୁଲରୁ ଡାଟା ଆଣିବା ପାଇଁ ଗୋଟେ କ୍ୱେରି ତିଆରି କରିପାରିବା ଏବଂ ସେହି କ୍ୱେରିକୁ ହିଁ ରିପୋର୍ଟର ଆଧାର ଭାବରେ ବ୍ୟବହାର କରିପାରିବା। ଏହା ଆମକୁ ବିଭିନ୍ନ ଜାଗାରୁ ଡାଟାକୁ ଏକାଠି କରି ଦେଖେଇବାର ସୁବିଧା ଦେଇଥାଏ। ଫର୍ମ ଏବଂ ରିପୋର୍ଟ, ଏହି ଦୁଇଟା ଶବ୍ଦକୁ ନେଇ ଅନେକ ସମୟରେ କନଫ୍ୟୁଜନ ହୁଏ, କାରଣ ଦୁଇଟା ଯାକ ଡାଟା ସହିତ କାମ କରନ୍ତି। କିନ୍ତୁ ଏମାନଙ୍କ ଭିତରେ ଥିବା ଫରକକୁ ବୁଝିବା ପାଇଁ ମୋ ପାଖରେ ଗୋଟେ ବହୁତ ସରଳ ଆଉ ମଜାଦାର ଉଦାହରଣ ଅଛି। ଚାଲନ୍ତୁ ଫର୍ମକୁ ରୋଷେଇ ଘର ସହିତ ଆଉ ରିପୋର୍ଟକୁ ଡାଇନିଂ ଟେବୁଲ ସହିତ ତୁଳନା କରି ଦେଖିବା। ମୋର ବିଶ୍ୱାସ ଏହି ତୁଳନାଟି ସବୁ ଦ୍ୱନ୍ଦ୍ୱ ଦୂର କରିଦେବ। ଦେଖନ୍ତୁ, ଏହି ତୁଳନାଟି କେତେ ସଠିକ୍। ଫର୍ମ ହେଉଛି ଆମର ରୋଷେଇ ଘର, ଯେଉଁଠି ଆମେ ଡାଟାକୁ ଇନପୁଟ୍ କରୁ, ତାକୁ ବଦଳାଉ ବା ସଂଶୋଧନ କରୁ। ଏହା ହେଉଛି ଡାଟା ପ୍ରସ୍ତୁତ କରିବାର ଜାଗା। ଅନ୍ୟପଟେ ରିପୋର୍ଟ ହେଉଛି ଆମର ସୁସଜ୍ଜିତ ଡାଇନିଂ ଟେବୁଲ, ଯେଉଁଠି ସେହି ପ୍ରସ୍ତୁତ ଡାଟାକୁ ସୁନ୍ଦର ଭାବରେ ଆଉଟପୁଟ୍ ବା ଦେଖିବା ପାଇଁ ପରସାଯାଏ। ସିଧା କଥା, ଫର୍ମ ହେଉଛି ଡାଟା ଭିତରକୁ ନେବା ପାଇଁ, ଆଉ ରିପୋର୍ଟ ହେଉଛି ସେହି ଡାଟାରୁ ଏକ ସୁନ୍ଦର ଫଳାଫଳ ବାହାରକୁ ଆଣିବା ପାଇଁ। ଥିଓରି ତ ବହୁତ ହେଲା, ଏବେ ଚାଲନ୍ତୁ ପ୍ରକୃତ କାମ ଆରମ୍ଭ କରିବା। ଲିବ୍ରେ ଅଫିସ୍ ବେସ୍ ଭିତରେ ଥିବା ରିପୋର୍ଟ ୱିଜାର୍ଡ ଆମ ପାଇଁ କାମକୁ ବହୁତ ସହଜ କରିଦିଏ। ଏହାକୁ ଗୋଟିଏ ବୁଦ୍ଧିମାନ ସହାୟକ ବୋଲି ଭାବିପାରନ୍ତି, ଯିଏ ଆମକୁ ହାତ ଧରି ରିପୋର୍ଟ ତିଆରି କରିବାର ପ୍ରତିଟି ପର୍ଯ୍ୟାୟରେ ଆଗକୁ ନେଇଯିବ। ତେବେ ଚାଲନ୍ତୁ ଦେଖିବା ଏହା କେମିତି କାମ କରେ। ରିପୋର୍ଟ ୱିଜାର୍ଡ ଆମକୁ ଏହି 5ଟି ମୁଖ୍ୟ ପର୍ଯ୍ୟାୟ ଦେଇ ନେଇଯାଏ। ପ୍ରଥମେ ଆମେ ଆମର ଡାଟାର ଉତ୍ସ ବାଛିବା। ତାପରେ ଫିଲ୍ଡଗୁଡ଼ିକୁ ସହଜରେ ବୁଝିହେଲା ଭଳି ନୂଆ ନାଁ ଦେବା। ତାପରେ ଡାଟାକୁ ସୁନ୍ଦର ଭାବରେ ସଜାଇବା ପାଇଁ ଗ୍ରୁପ ଆଉ ସର୍ଟ କରିବା। ଏହାପରେ ରିପୋର୍ଟର ଡିଜାଇନ ବାଛିବା ଆଉ ଶେଷରେ ରିପୋର୍ଟର ନାଁ ଦେଇ ତାକୁ ଚୂଡ଼ାନ୍ତ ରୂପ ଦେବା।
ଚାଲନ୍ତୁ ଏହି ପର୍ଯ୍ୟାୟଗୁଡ଼ିକୁ ଟିକେ ବିସ୍ତାରରେ ଦେଖିବା। ପ୍ରଥମ ଦୁଇଟା ଷ୍ଟେପ୍ ବହୁତ ସରଳ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ଆମକୁ ଡାଟାର ଉତ୍ସ ବାଛିବାକୁ ପଡ଼ିବ, ଯେମିତିକି ଆମ ଇଭେଣ୍ଟସ୍ ଟେବଲ୍, ଏବଂ ସେଥିରୁ କେବଳ ଦରକାରୀ ଫିଲ୍ଡଗୁଡ଼ିକୁ ହିଁ ବାଛିବା। ଦ୍ୱିତୀୟ ଷ୍ଟେପ୍ଟା ବହୁତ କାମରେ ଆସେ। ଏଠାରେ ଆମେ ଟେକ୍ନିକାଲ ନାଁଗୁଡ଼ିକୁ ବଦଳେଇ ପାରିବା। ଉଦାହରଣ ସ୍ୱରୂପ, ଇଭେଣ୍ଟ ଆଇଡି ବଦଳରେ ଆମେ ରିପୋର୍ଟରେ ଇଭେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର ଭଳି ସ୍ପଷ୍ଟ ନାଁ ଦେଇପାରିବା। ଏହାର ଫାଇଦା କ'ଣ ଜାଣିଛନ୍ତି? ଯିଏ ରିପୋର୍ଟ ପଢ଼ିବେ ତାଙ୍କ ଡାଟାବେସ୍ର ଟେକ୍ନିକାଲ ଜ୍ଞାନ ନଥିଲେ ବି ସେ ସବୁକିଛି ସହଜରେ ବୁଝିପାରିବେ। ତୃତୀୟ ଷ୍ଟେପ୍ରେ ହିଁ ଡାଟାକୁ ପ୍ରକୃତରେ ସଜେଇବାର କାମ ଆରମ୍ଭ ହୁଏ। ଗ୍ରୁପିଂ ବ୍ୟବହାର କରି ଆମେ ଏକା ପ୍ରକାରର ଡାଟାକୁ ଏକାଠି ରଖିପାରିବା, ଯେମିତିକି ଗୋଟିଏ ସହରର ସବୁ ଇଭେଣ୍ଟକୁ ଏକାଠି ଦେଖେଇବା। ସର୍ଟିଂ ଦ୍ୱାରା ତାକୁ କ୍ରମାନ୍ୱୟରେ ଆସେଣ୍ଡିଂ ବା ଡିସେଣ୍ଡିଂ ସଜେଇ ପାରିବା, ଯେମିତିକି ତାରିଖ ଅନୁସାରେ। ଆଉ ଚତୁର୍ଥ ଷ୍ଟେପ୍ରେ ରିପୋର୍ଟର ଡିଜାଇନ୍ ବା ଲେଆଉଟ୍ ବାଛିବା, ଯେପରିକି ଟ୍ୟାବ୍ୟୁଲାର ଏବଂ ପେଜ୍ର ଓରିଏଣ୍ଟେସନ୍ ଲ୍ୟାଣ୍ଡସ୍କେପ୍ ରହିବ ନା ପୋର୍ଟ୍ରେଟ୍, ତାହା ସ୍ଥିର କରିବ। ଏବେ ଆସିଲା ୱିଜାର୍ଡର ଶେଷ କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ରିପୋର୍ଟଟା ଡାଇନାମିକ୍ ହେବ ନା ଷ୍ଟାଟିକ୍? ଯଦି ଆମେ ଡାଇନାମିକ୍ ବାଛିବା, ତାହେଲେ ମୂଳ ଟେବୁଲରେ ଡାଟା ବଦଳିଲେ ରିପୋର୍ଟ ବି ସାଙ୍ଗେ ସାଙ୍ଗେ ଅପଡେଟ୍ ହୋଇଯିବ। ଏହା ଲାଇଭ୍ ଡାଟା ଦେଖିବା ପାଇଁ ବେଷ୍ଟ, ଯେମିତିକି ଗୋଟେ ଦୈନିକ ସେଲ୍ସ ଡ୍ୟାଶବୋର୍ଡ। କିନ୍ତୁ ଯଦି ଆମେ ଷ୍ଟାଟିକ୍ ବାଛିବା, ତେବେ ରିପୋର୍ଟଟି ଗୋଟିଏ ସ୍ଥିର ସ୍ନାପଶଟ୍ ପରି ରହିବ, ଯେମିତିକି ଗତ ମାସର ଖର୍ଚ୍ଚ ରିପୋର୍ଟ। ମୂଳ ଡାଟା ବଦଳିଲେ ବି ଏହା ବଦଳିବ ନାହିଁ। ତେଣୁ ଆମ ଆବଶ୍ୟକତା ଅନୁସାରେ ସଠିକ୍ ବିକଳ୍ପ ବାଛିବାଟା ଜରୁରୀ। ଦେଖିଲେ ତ, ରିପୋର୍ଟ ୱିଜାର୍ଡ ବ୍ୟବହାର କରି ଗୋଟେ ମୌଳିକ ରିପୋର୍ଟ ତିଆରି କରିବା କେତେ ସହଜ। ଏବେ ଆମ ପାଖରେ ଗୋଟେ ସ୍ପଷ୍ଟ, ସଜଡ଼ା ରିପୋର୍ଟ ଅଛି। ଏହିଭଳି ଆହୁରି ଅନେକ ପ୍ରାକ୍ଟିକାଲ କୌଶଳ ସହଜରେ ଶିଖିବା ପାଇଁ ଭୋକେସନାଲ ଓଡ଼ିଶାକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। କିନ୍ତୁ କାମ ଏବେ ବି ସରିନି। ଚାଲନ୍ତୁ ଆଗକୁ ବଢ଼ିବା ଏବଂ ଦେଖିବା ଏହି ସାଧାରଣ ରିପୋର୍ଟକୁ ଆହୁରି ଆକର୍ଷଣୀୟ ଆଉ ପ୍ରୋଫେସନାଲ କେମିତି କରିବା। ଏବେ ଆସିଲା ସବୁଠୁ ମଜାଦାର ଅଂଶ। ୱିଜାର୍ଡ ଆମକୁ ଗୋଟିଏ ମଜବୁତ ମୂଳଦୁଆ ତ ଦେଇଦେଲା, କିନ୍ତୁ ପ୍ରକୃତ କାରିଗରୀ ଏବେ ଆରମ୍ଭ ହେବ। ଏବେ ଆମେ ସାଧା ଘରକୁ ସୁନ୍ଦର ରଙ୍ଗ ଦେବା ଭଳି କାମ କରିବା। ଚାଲନ୍ତୁ ଦେଖିବା କିପରି ଆମେ ରିପୋର୍ଟ ବିଲ୍ଡର ବ୍ୟବହାର କରି ଆମ ରିପୋର୍ଟକୁ ଏକ ପ୍ରକୃତ ପ୍ରୋଫେସନାଲ ଲୁକ୍ ଦେଇପାରିବା। ରିପୋର୍ଟକୁ କଷ୍ଟମାଇଜ୍ କରିବା ପାଇଁ କୌଣସି ଜଟିଳ କାମ କରିବାକୁ ପଡ଼ିବନି। ଆମେ ତିଆରି କରିଥିବା ରିପୋର୍ଟର ନାଁ ଉପରେ କେବଳ ରାଇଟ୍ କ୍ଲିକ୍ କରିବା ଆଉ ଏଡିଟ୍ ଅପସନ୍କୁ ବାଛିବା। ଏତିକି କଲା ମାତ୍ରେ ଆମ ସାମ୍ନାରେ ରିପୋର୍ଟ ବିଲ୍ଡରର ଶକ୍ତିଶାଳୀ ୱିଣ୍ଡୋ ଖୋଲିଯିବ। ଏହା ହେଉଛି ଆମର ଡିଜାଇନିଂ ଷ୍ଟୁଡିଓ, ଯେଉଁଠି ଆମେ ନିଜ ଇଚ୍ଛାନୁସାରେ ପ୍ରତ୍ୟେକ ଛୋଟ ବଡ଼ ପରିବର୍ତ୍ତନ କରିପାରିବା। ରିପୋର୍ଟ ବିଲ୍ଡର ଭିତରେ ଆମକୁ ଡିଜାଇନିଂ ପାଇଁ ଅନେକ ସୁବିଧା ମିଳିବ। ଆମେ ରିପୋର୍ଟ ପାଇଁ ଗୋଟେ ମୁଖ୍ୟ ଶୀର୍ଷକ ବା ଟାଇଟଲ ଦେଇପାରିବା। ସେହି ଦିନର ତାରିଖ ଓ ସମୟ ଭଳି ଜରୁରୀ ସୂଚନା ଯୋଡ଼ିପାରିବା। ଫଣ୍ଟ, ତାର ଷ୍ଟାଇଲ୍ ଆଉ ସାଇଜ୍ ବଦଳାଇ ରିପୋର୍ଟକୁ ନିଜ ପସନ୍ଦ ଅନୁସାରେ ଡିଜାଇନ୍ କରିପାରିବା। ଆଉ ସବୁଠୁ ଭଲ କଥା ହେଉଛି, ଆମେ ଡ୍ରାଗ୍ ଏଣ୍ଡ ଡ୍ରପ୍ କରି ଯେକୌଣସି ଜିନିଷକୁ ତାର ସ୍ଥାନରୁ ଘୁଞ୍ଚାଇ ଅନ୍ୟ ସ୍ଥାନରେ ରଖିପାରିବା, ଯାହା ଆମକୁ ପୂରାପୂରି ନିୟନ୍ତ୍ରଣ ଦେଇଥାଏ। ଏଠାରେ ଗୋଟିଏ ବଢ଼ିଆ ଉଦାହରଣ ଦେଖନ୍ତୁ। ଆମେ ଲେବଲ୍ ଟୁଲ୍ ବ୍ୟବହାର କରି ଆନୁଆଲ୍ ସ୍ପୋର୍ଟସ୍ ଡେ ରିପୋର୍ଟ ଭଳି ଗୋଟେ ସୁନ୍ଦର ଆଉ ସ୍ପଷ୍ଟ ଶୀର୍ଷକ ଯୋଡ଼ିପାରିବା। ଏହା ସହିତ ପେଜ୍ ହେଡର ଭିତରେ ସେହି ଦିନର ତାରିଖ ଏବଂ ସମୟ ଯୋଡ଼ିଦେଲେ ରିପୋର୍ଟଟି ଆହୁରି ଅଧିକ ପ୍ରୋଫେସନାଲ ଲାଗିବ, କାରଣ ଏହା ପ୍ରତ୍ୟେକ ପୃଷ୍ଠାରେ ଦେଖାଯିବ। ଏହି ଛୋଟ ଛୋଟ ପରିବର୍ତ୍ତନ ହିଁ ଗୋଟିଏ ସାଧାରଣ ରିପୋର୍ଟକୁ ଗୋଟିଏ ଉଚ୍ଚସ୍ତରୀୟ ଡକ୍ୟୁମେଣ୍ଟରେ ପରିଣତ କରିଥାଏ। ତେବେ ଏହି ପୂରା ଯାତ୍ରାରୁ ଆମେ କ'ଣ ଶିଖିଲେ? ଚାଲନ୍ତୁ ଏପର୍ଯ୍ୟନ୍ତ ଆମେ ଯାହା ସବୁ ଆଲୋଚନା କଲେ, ତାର ମୁଖ୍ୟ ଶିକ୍ଷା ଆଉ ସାରାଂଶକୁ ବାହାର କରିବା। ଡାଟାକୁ ଗୋଟେ ସୁନ୍ଦର ରିପୋର୍ଟରେ ପରିଣତ କରିବାର ମୂଳ ମନ୍ତ୍ରକୁ ପୁଣି ଥରେ ମନେ ପକାଇବା। ମନେ ରଖିବା ପାଇଁ ସବୁଠାରୁ ସହଜ ଉପାୟ ହେଲା, ରିପୋର୍ଟ ୱିଜାର୍ଡ ଆମ ପାଇଁ ମୂଳଦୁଆ ବା ଫାଉଣ୍ଡେସନ୍ ତିଆରି କରେ, ଅର୍ଥାତ୍ ରିପୋର୍ଟର ମୂଳ ଢାଞ୍ଚା ପ୍ରସ୍ତୁତ କରେ, ଏବଂ ରିପୋର୍ଟ ବିଲ୍ଡର ସେହି ଢାଞ୍ଚା ଉପରେ ପ୍ରୋଫେସନାଲ ପଲିଶ ଲଗାଏ, ଅର୍ଥାତ୍ ତାକୁ ସଜାଇ ସୁନ୍ଦର କରେ। ଦୁଇଟି ଯାକ ଟୁଲ୍ ନିଜ ନିଜ ଜାଗାରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଆମର ସେଇ ରୋଷେଇ ଘର ଆଉ ଡାଇନିଂ ଟେବଲ୍ ଉଦାହରଣକୁ ପୁଣି ଥରେ ମନେ ପକାନ୍ତୁ। ୱିଜାର୍ଡ ଆମ ପାଇଁ ଖାଦ୍ୟ ଅର୍ଥାତ୍ ଡାଟା ପରସି ଦିଏ, କିନ୍ତୁ ବିଲ୍ଡର ସେହି ଖାଦ୍ୟ ପାଇଁ ଟେବଲକୁ ସୁନ୍ଦର ଭାବରେ ସଜାଏ, ଟାଇଟଲ, ତାରିଖ ଆଉ ଭଲ ଡିଜାଇନ୍ ଯୋଡ଼ି ତାକୁ ଆକର୍ଷଣୀୟ କରେ। ଏହି ଉଦାହରଣଟି ସବୁକିଛିକୁ ସ୍ପଷ୍ଟ କରିଦେଉଛି, ନୁହେଁ କି? ଶେଷରେ ଏହି ଗୋଟିଏ କଥାକୁ ମନେ ରଖନ୍ତୁ।
ରିପୋର୍ଟ କେବଳ ତଥ୍ୟର ଏକ ତାଲିକା ନୁହେଁ, ଏହା ହେଉଛି ଆମ ତଥ୍ୟକୁ ଏକ କାହାଣୀରେ ପରିଣତ କରିବାର ସାଧନ। ଗୋଟେ ଭଲ ରିପୋର୍ଟ ଡାଟା ଭିତରେ ଲୁଚି ରହିଥିବା ଅର୍ଥକୁ ବାହାରକୁ ଆଣେ ଏବଂ ତାକୁ ଏପରି ଭାବରେ ଉପସ୍ଥାପନ କରେ ଯାହାଦ୍ୱାରା ଲୋକେ ତାକୁ ସହଜରେ ବୁଝିପାରନ୍ତି, ମନେ ରଖିପାରନ୍ତି ଏବଂ ତା ଉପରେ ଆଧାର କରି ନିଷ୍ପତ୍ତି ନେଇପାରନ୍ତି। ଏହି ଆଲୋଚନା ପରେ ଆମ ସମସ୍ତଙ୍କ ପାଖରେ କଞ୍ଚା ତଥ୍ୟକୁ ଏକ ଶକ୍ତିଶାଳୀ ଏବଂ ବୃତ୍ତିଗତ ଦସ୍ତାବିଜରେ ପରିଣତ କରିବାର କୌଶଳ ରହିଛି। ଆମେ ଆଶା କରୁଛୁ ଆପଣମାନେ ଏହାକୁ ନିଜ କାମରେ ନିଶ୍ଚୟ ବ୍ୟବହାର କରିବେ। ଏହିଭଳି ଆହୁରି ଅନେକ ସଶକ୍ତକାରୀ ଟ୍ୟୁଟୋରିଆଲ ପାଇଁ ଭୋକେଶନାଲ ଓଡ଼ିଶାକୁ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ। ଆଜି ଆମ ସହିତ ସମୟ ବିତାଇଥିବାରୁ ଭୋକେଶନାଲ ଓଡ଼ିଶା ତରଫରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।